କାହାର ଇଚ୍ଛା। ଜଣେ ସାଧୁ ଥିଲେ। ତାଙ୍କ ପାଖରେ ଥିଲା ଗୋଟିଏ ଚମତ୍କାରୀ ମୁଣି। ମୁଣିରେ ହାତ ପୂରେଇ ସେ ଯାହା ମାଗୁଥିଲେ ତାହା ବାହାରି ଆସୁଥିଲା। ସାଧାରଣ ଲୋକେ ଯେତେବେଳେ ଯାହା ଚାହୁଁଥିଲେ ତାଙ୍କ ପାଖକୁ ଯାଉଥିଲେ। ସାଧୁ କେବେ ବି କାହାକୁ ନିରାଶ କରୁନଥିଲେ। ଏ କଥା ଜାଣିଲେ ଆଉ ଜଣେ ସାଧୁ। ମୁଣିର ଗୁଣ କଥା ଶୁଣି ସେ ଯାଇ ପ୍ରଥମ ସାଧୁଙ୍କୁ ମାତ୍ର କିଛି ସମୟ ଲାଗି ମୁଣିଟି ଦେବାକୁ ଅନୁରୋଧ କଲେ। ପ୍ରଥମ ସାଧୁ କହିଲେ, ତୁମେ ମୁଣିକୁ ସବୁଦିନ ଲାଗି ପାଖରେ ରଖିପାର, କିନ୍ତୁ ଏହାର ଉପଯୁକ୍ତ ବ୍ୟବହାର କରିବ। ମୁଣିରେ ହାତ ଭରିବା ପୂର୍ବରୁ ଈଶ୍ୱରଙ୍କୁ ପ୍ରାର୍ଥନା କରି ଯାହା ମାଗିବା କଥା ମାଗିବ ଏବଂ ପାଇସାରିଲା ପରେ ଈଶ୍ୱରଙ୍କୁ କୃତଜ୍ଞତା ଜ୍ଞାପନ କରିବ। ଏତେ ସହଜରେ ମୁଣି ମିଳିଯିବ ବୋଲି ଦ୍ୱିତୀୟ ସାଧୁ ଭାବି ପାରିନଥିଲେ। ଅନେକ ଦିନ ପରେ ଦ୍ୱିତୀୟ ସାଧୁ ମୁଣିଟି ପ୍ରଥମ ସାଧୁଙ୍କୁ ଫେରାଇ ଦେବାକୁ ଆସିଲେ। ସେ କହିଲେ, ମୁଣି ଅକାମୀ ହେଇଯାଇଛି, ସେଥିରୁ ଆଉ ଇଚ୍ଛା ମୁତାବକ କିଛି ବାହାରୁ ନାହିଁ। ପ୍ରଥମ ସାଧୁ କହିଲେ, କାହାର ଇଚ୍ଛା? ଦ୍ୱିତୀୟ ସାଧୁ ଏଭଳି ପ୍ରଶ୍ନର ଗୂଢ଼ତା ବିଷୟରେ ଧାରଣା କରି ହଠାତ୍ କିଛି କହିପାରିଲେ ନାହିଁ। ପ୍ରଥମ ସାଧୁ କହିଲେ, ଏଇ ମୁଣିରୁ ଯାହା ମିଳେ ସବୁ କିଛି ପ୍ରଭୁଙ୍କ ଇଚ୍ଛାରୁ ମିଳେ। ତୁମେ ଭାବିନେଲ କି ତୁମ ଇଚ୍ଛାରୁ ସବୁ ପ୍ରାପ୍ତ ହେଉଛି? ତେଣୁ ପ୍ରଭୁଙ୍କୁ କୃତଜ୍ଞତା ଜଣେଇଲ ନାହିଁ କି? ବା ଯଦି ଜଣେଇଲ ସେଥିରେ ନିଷ୍ଠା ନଥିଲା କି? ଦ୍ୱିତୀୟ ସାଧୁ ନୀରବ ରହିଲେ। ପ୍ରଥମ ସାଧୁ କହିଲେ, ମୁଣି କାମ କରିବ, ତୁମେ କେବଳ ନିଜ ଭାବନାକୁ ବଦଳାଅ, ନିଜକୁ ଅହଙ୍କାର ମୁକ୍ତ କର। ଅହଂ ମୁକ୍ତ ହେଇ ହାତ ମେଲିଦେଲେ ବି ଆଶୀର୍ବାଦ ଝରି ଆସେ।